ସର୍ବକନିଷ୍ଠ ଶହୀଦଙ୍କ ଜନ୍ମ ଜୟନ୍ତୀ ଜନ୍ମପୀଠରେ ପାଳିତ। ଶହୀଦ ବୀର ବାଜି ରାଉତଙ୍କର 98ତମ ଜନ୍ମ ଜୟନ୍ତୀ ଜନ୍ମପୀଠ ନୀଳକଣ୍ଠପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବାଜି ରାଉତ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗାଁ ମାଟିର ଦାୟାଦ ନାଟ୍ୟକାର ସୁଶାନ୍ତ ଦାସ ଅନୁରୋଧ କରିଥିଲେ, ମୁଖ୍ୟମନ୍ତ୍ରୀ ଶତବାର୍ଷିକ ଉତ୍ସବରେ ଏହି ଗାଁକୁ ଆସନ୍ତୁ। ବ୍ରାହ୍ମଣୀ ନଦୀ ଗର୍ଭକୁ ଚାଲି ଯାଉଥିବା ଏନ୍ତୁଡ଼ିଶାଳକୁ ରକ୍ଷା କରନ୍ତୁ ବୋଲି ସେ କହିଥିଲେ। ଆମ ଅଞ୍ଚଳର ବାଲ ଶହୀଦ ବାଜି ରାଉତ ନୀଳକଣ୍ଠପୁର ଗାଁରେ ଜନ୍ମଗ୍ରହଣ କରିଥିଲେ 1926 ମସିହା ଅକ୍ଟୋବର 5 ତାରିଖରେ। ସେହି ଅନୁସାରେ ଆଜି ହେଉଛି ତାଙ୍କର 98ତମ ଜନ୍ମଦିନ। ଆଉ 2 ବର୍ଷ ପରେ 100ତମ ଜନ୍ମଦିବସ ପାଳନ କରାଯିବ ଏହି ପୀଠରେ। ତେବେ ସବୁଠାରୁ ଖୁସି ଲାଗୁଛି ଆଜି ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରର ଜୟଦେବ ଭବନରେ ପାଳନ କରୁଛନ୍ତି ବାଜି ରାଉତଙ୍କର ଜନ୍ମଦିନ। ତାଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଅଛନ୍ତି। ଆମେ ଅନୁରୋଧ କରୁଛୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ କି ଯେ ବାଜି ରାଉତଙ୍କର ସମସ୍ତ ବିବରଣୀ କେନ୍ଦ୍ରୀୟ ସ୍ତରରେ ସାରା ଭାରତବର୍ଷରେ ପାଠ୍ୟପୁସ୍ତକରେ ସ୍ଥାନ ପାଇବାର ଆବଶ୍ୟକତା ରହିଛି। ତତ୍ସହିତ ଅନୁରୋଧ କରିବି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଯେ ବାଜି ରାଉତଙ୍କ ଗାଁରେ ଥିବା ତାଙ୍କର ଜନ୍ମସ୍ଥାନ ଯେଉଁଠିକି ତାଙ୍କର ଏନ୍ତୁଡ଼ି ଜଳିଥିଲା, ଏନ୍ତୁଡ଼ିଶାଳ ଆଜି ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି। ତେଣୁ ତା'ର ସୁରକ୍ଷା ନିଶ୍ଚିତ ଦରକାର। ଆଗାମୀ ଯେଉଁ 2 ବର୍ଷ ପରେ 100 ବର୍ଷ ପାଳନ ହେବ, ଅନୁରୋଧ କରିବି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଜାଗାକୁ ଆସନ୍ତୁ। ଭୁବନ କାଳୀବଜାରଠାରେ 92 ବର୍ଷ ବୟସ୍କ ଶିକ୍ଷାବିତ ଚୈତନ୍ୟ ମିଶ୍ର ମାଲ୍ୟାର୍ପଣ କରିଥିଲେ। ଶିକ୍ଷାବିତ ଲଳିତ ବେହେରା, ବିନୟ ପଟ୍ଟନାୟକ ଯୋଗ ଦେଇଥିଲେ। ସ୍ମୃତିପୀଠରେ ମୃଦଙ୍ଗାର ପୂର୍ବତନ ସରପଞ୍ଚ ଚୈତନ୍ୟ ବେହେରା, ଅଜୟ ଘୋଷ, ଗୋବିନ୍ଦ ଭଞ୍ଜ, କମିଟି ସମ୍ପାଦକ ବିପିନ ବିହାରୀ ସାହୁ ମଧ୍ୟ ଯୋଗ ଦେଇଥିଲେ। ବିଜେପି ଯୁବ ମୋର୍ଚ୍ଚାର ଶତାଧିକ ସଦସ୍ୟ ଏଠାରେ ଯୋଗ ଦେଇଥିଲେ। ପରେ ଧର୍ମଶାଳା ବ୍ଲକର ରେଖିଦେଇପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାୟକରାୟପୁର ଗ୍ରାମର ବର୍ଷିଆନ ନାଟକ ତଥା ଅମର ଶହୀଦ ବାଜି ରାଉତ ନାଟକର ରଚୟିତା ସୁକାନ୍ତ କୁମାର ଦାସଙ୍କୁ ଶହୀଦ ପୀଠ ନୀଳକଣ୍ଠପୁରଠାରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶହୀଦ ପୀଠରେ ଗୌତମ ପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ CST ଓଡ଼ିଶାର ସଭ୍ୟ ପ୍ରଦୀପ ସାହୁ, ଛୋଟମୋର ଗାଁଟିର ସଭାପତି ଦେବବ୍ରତ ରାଉତ, ସମ୍ପାଦକ ଦୀପ୍ତିମୟୀ ନାୟକ, ତୃପ୍ତି ପାଠାଗାରର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସଞ୍ଜୟ ନାୟକ ଦେଇଥିବା ବେଳେ ପ୍ରମୋଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଅମର ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ କମିଟିର ସଭ୍ୟ, ସ୍ଥାନୀୟ ସରପଞ୍ଚ ଓ ଶହୀଦ ପରିବାରଙ୍କର ଦାୟାଦ ଏହି ଅବସରରେ ଉପସ୍ଥିତ ଥିଲେ। ଶହୀଦ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତ ଓ ଶହୀଦ ଲକ୍ଷ୍ମଣ ମଲ୍ଲିକଙ୍କ ନାତି ସୁଦର୍ଶନ ମଲ୍ଲିକଙ୍କୁ ସମ୍ମାନିତ କରାଯାଇଛି। ପ୍ରଦୀପ ସାହୁ ବାଜିରାଉତଙ୍କ ପାଖକୁ ଆଜି ତାଙ୍କର ଜନ୍ମ ଦିବସ 1926 ଅକ୍ଟୋବର 5 ତାରିଖରେ ସେ ଜନ୍ମ ହୋଇଥିଲେ। ମୁଁ ଆକ୍ଚୁଆଲି ବେଶୀ ଜାଣିନି କି ସିଏ କେତେ ପାଠ ପଢ଼ିଥିଲେ, କିନ୍ତୁ ତାଙ୍କ ଭିତରେ ବାଟରେ ଶୁଣୁଥିଲି ଆଜ୍ଞା କହୁଥିଲେ ତାଙ୍କ ଭିତରେ ଯେଉଁ ଫିରିଙ୍ଗ ବାଲା ଯେଉଁ ଚଲେଇଥିଲେ ତାଙ୍କର ଏ ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବା ପାଇଁ ଭାରତବର୍ଷରୁ, ଆଉ ତାକୁ ହଟେଇବା ପାଇଁ ଯେଉଁ ଆମର ବିରାଟ ପ୍ରଜା ମେଳି ହେଉଥିଲା, ସେଇ ପ୍ରେରଣା ତାଙ୍କ ପାଖରେ ଏତେ ଜୋର ଆସିଲା ସେ ଛୋଟ ପିଲା ଭିତରେ। ଆଉ ସେ ତାକୁ ପ୍ରମାଣ କରି ଦେଖାଇଲେ କି ଏଥିରେ ଛୋଟ ବଡ଼ ବୟସ୍କ କିଛି ଏଥିରେ ନାହିଁ। ଆମର ପ୍ରତ୍ୟେକ ସ୍ତରରେ ଆମର ଇଜ୍ଜତକୁ ସୁରକ୍ଷା କରିବା ପାଇଁ, ଆମ ଦେଶକୁ, ଆମ ଜାତିକୁ, ସେ ଗୋଟିଏ ଏତେ ଛୋଟ ପିଲା ଲାଇବ୍ରେରୀ ବହି ବି ପଢ଼ି ନାହାନ୍ତି, କିନ୍ତୁ ସିଏ ଜାଣୁଥିଲେ ଯେ ଦେଶର ଇଜ୍ଜତ କେମିତି ରକ୍ଷା ହେବ। ଆଉ ଇଜ୍ଜତକୁ ଏମାନେ ଲୁଟ୍ କରୁଛନ୍ତି, ଆମେ ସବୁ ପୋକମାଛି ପରି ମରିଯିବୁ କିମ୍ବା ତାଙ୍କ ଅଣ୍ଡରରେ ରହିବୁ, ଏଇ କଥାକୁ ସେ ଅନୁଭବ ପ୍ରାୟ କରିଥିଲେ। ଦେବବ୍ରତ ରାଉତ, ମୁଁ ରାଜ୍ୟସ୍ତରୀୟ ବାଜି ରାଉତ ସ୍ମୃତି ସଂସଦର ସଂଯୋଜକ। ତା ସହିତ ଛୋଟ ମୋର ଗାଁଟି ଗୋଟେ ରାଜ୍ୟସ୍ତରୀୟ ସଂଗଠନ ଗଠନ କରାହେଇଛି, ତା'ର ରାଜ୍ୟ ଆବାହକ ଅଛି। ବାଜି ରାଉତଙ୍କର ଯେଉଁ ପ୍ରତିଭା ଥିଲା, ସେ ଯେଉଁଭଳି ଭାବରେ ଦେଶ ମାତୃକା ପାଇଁ ବିଶ୍ୱର ସର୍ବକନିଷ୍ଠ ଶହୀଦ ହୋଇଗଲେ, ତାଙ୍କର ଅମ୍ଳାନ ପ୍ରତିଭାକୁ ଆମେ ଲୋକଲୋଚନକୁ ଆଣିବା ପାଇଁ ବା ଯୁବ ଛାତ୍ରମାନଙ୍କ ମନ ଭିତରେ ତାଙ୍କର ବୀରତ୍ୱର ଗାଥାକୁ ପ୍ରତିପାଦିତ କରିବା ପାଇଁ ଛୋଟ ମୋଟ ଗାଁଟି ଛୋଟ ପ୍ରୟାସଟି ଆରମ୍ଭ କରିଛି। କୁଳମଣି ରାଉତ ମୁଁ ବାଜି ରାଉତଙ୍କ ପୁତୁରା। ତାଙ୍କର ଜନ୍ମଦିନ
ଆଉ ଆମେ ପାଳନ କରୁଛୁ। ଆଉ ଆଜି ବହୁତ ଜାଗାରେ ବାଜିରାଉତଙ୍କର ଜନ୍ମଦିନ ପାଳନ କରାଯାଉଛି। ତେଣୁ ଆମେ ଏଠି ନିଜକୁ ବହୁତ ଗର୍ବ ଅନୁଭବ କରୁଛୁ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।